କିନ୍ତୁ ଭଗବାନ ଏଇଠି କହୁଛନ୍ତି କି ମୁଁ କିଛି କରିବା ଦରକାର ନାହିଁ, ମୁଁ ଖାଲି ଇଚ୍ଛା କଲେ ସଂକଳ୍ପ କଲେ ମୋତେ ସବୁ ପ୍ରାପ୍ତ ହେଇଯାଉଛି। ଯେମିତି ଆମର ଚୈତନ୍ୟ ଭାଗବତରେ ଗୋଟେ ଲୀଳା ଆସୁଛି, ଯେତେବେଳେ ଚୈତନ୍ୟ ମହାପ୍ରଭୁ ରାଗିଗଲେ, ମା ଯଶୋଦା କହୁଛି ସଚୀମାତା କହିଲେ, ମା ମୁଁ ଯିବି ଗଙ୍ଗାରେ ସ୍ନାନ କରିବାକୁ ଯିବି, ମୋ ପାଇଁ ସାଙ୍ଗେ ସାଙ୍ଗେ ଫୁଲ ଚନ୍ଦନ ପୂଜା କରିବି, ସାଙ୍ଗେ ସାଙ୍ଗେ ଫୁଲମାଳ ଚନ୍ଦନ ସବୁ ପୂଜା ସାମଗ୍ରୀ ରେଡ଼ି କର। ତ ଶଚୀଦେବୀ କହିଲେ ମୁଁ ଆଣୁଛି, ଟିକେ ଅପେକ୍ଷା କର। ରାଗିଗଲେ। ଚୈତନ୍ୟ ମହାପ୍ରଭୁ ଗୌରାଙ୍ଗ ମହାପ୍ରଭୁ ଏମିତି ରାଗିଲେ, କୁହନ ତାଙ୍କର ଘରେ ଯେତେ ଥିଲା ତେଲ ଲୁଣ ଚାଉଳ ମୁଗ ଡାଲି ସବୁ ବଡ଼ ବଡ଼ ବତା ଫଡ଼ିଆ ଧରି ପିଟି ପିଟି ସବୁ ଗୁଣ୍ଡ କରିଦେଲେ। ଆଉ ଦହି ଲହୁଣୀ ସବୁ ଶିକାରେ ସବୁ ଛିଣ୍ଡେଇକିରି ସବୁ ପିଟିକି ସବୁ ଗଡ଼େଇ ଦେଲେ। ତାପରେ ସବୁ ଭାଙ୍ଗିକିରି ଗୁଣ୍ଡ କରିଦେଲେ, ଶେଷକୁ ଚୁଲିକି ଭାଙ୍ଗି ଗୁଣ୍ଡ କରିଦେଲେ। ତାପରେ କିଛି ମିଳିଲା ନାହିଁ, ସେ ଯେଉଁ ତାଙ୍କର କାନ୍ଥ ବାଡ଼ ଥିଲା ସେ ବତା ଫଡ଼ିଆ ଧରି କାନ୍ଥକୁ ଗଲେ ବାଡ଼ିକି ଭାଙ୍ଗିଲେ। ତାପରେ ତାଙ୍କର ଅଗଣାରେ ଗୋଟେ ଗଛ ଥିଲା, ସେ ଗଛରେ ଗଲେ ପିଟିଲେ। ଏମିତି କ୍ରୋଧ କଲେ ଆଉ କୁହନ୍ତୁନି, ପୁରା ଛିନଛତ୍ର ପୁରା କରିଦେଲେ। ଶେଷକୁ ମାଆକୁ ଗଲେ ଗୋଟେ ପକେଇଲେ। ତାପରେ ମା ରାଗିଗଲେ, ମା କିଛି କହିଲେନି। ତାପରେ ମା ଗୋଟେ ଆକ୍ଟିଂ କରିବା ପାଇଁ ମୂର୍ଚ୍ଛା ପଳେଇଲେ। ଯିଏ ମା ମୂର୍ଚ୍ଛା ପଳେଇଲେ, ସେ ଘରର ସବୁ ସ୍ତ୍ରୀ ଲୋକମାନେ ପଳେଇ ଆସିଲେ, କହିଲେ ଜାଣିଛୁ ତମ ମା ମୂର୍ଚ୍ଛା ହେଇଗଲେ, ଆଉ ଉଠିଏନି, ଯାଅ ତାଙ୍କ ପାଇଁ କ'ଣ ମୂର୍ଚ୍ଛା ଭାଙ୍ଗିବା ପାଇଁ ପଇଡ଼ ଧରି ଆସ। ସେ ସାଙ୍ଗେ ସାଙ୍ଗେ ଘର ପଛକାନେ ଗଲେ, ଦୁଇଟା ପଇଡ଼ ଧରି ପଳେଇ ଆଇଲେ। ତାଙ୍କ ସ୍ତ୍ରୀ ଲୋକମାନେ ସବୁ ଆଶ୍ଚର୍ଯ୍ୟ ହେଲେ, ଆରେ ଏବେ ସାଙ୍ଗେ ସାଙ୍ଗେ କେଉଁଠୁ କିଣି ଆଣିଲା? ମୁଁ ତ ଆଣିଲି, ମାଆଙ୍କୁ ଉଚ୍ଚତା କ'ଣ? ତାଙ୍କ ମାଆଙ୍କୁ ପଇଡ଼ ପାଣି ଦେଲେ, ଉତ୍ସାହ। ମାନେ ସେମାନେ ଭଗବାନଙ୍କର ଲୀଳା କରିବାର ଉଦ୍ଦେଶ୍ୟ, ସେ କହିଲେ ମୋତେ ପଇଡ଼ ପାଇଁ ମୋତେ ଯାଇକିରି ଗଛ ଚଢ଼ିବା, ଗଛରୁ ତୋଳିବା, ଆଣିକିରି ଆଣିଦେବା ଆବଶ୍ୟକ ନାହିଁ। ସେ ଇଚ୍ଛା କଲେ ସାଙ୍ଗେ ସାଙ୍ଗେ ପଇଡ଼ ପଳେଇ ଆସିଲା, ଆଣି ଦେଇଦେଲେ, ମାଆଙ୍କୁ ଉଠେଇଦେଲେ।